सर्वप्रथमे प्रभु जीशुଙ୍କ मधुमय नामରେ ଆପଣ ସମସ୍ତଙ୍କୁ ମୋର ନମସ୍କାର ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟର ପ୍ରଭୁଙ୍କ ଲୋକମାନେ, ଆଜିର ଟପିକ୍ ହେଉଛି ହ୍ୟୁମାନ ସାଗର କାହିଁକି ମଲେ। ଏହାକୁ ଯଦି ଆମ୍ଭେମାନେ ଜଗତ ଦୃଷ୍ଟିରୁ ଦେଖିବା ତାହେଲେ ତାହାଙ୍କର ମୃତ୍ୟୁ କ'ଣ ହୋଇପାରେ। ଡକ୍ଟରମାନେ କହିବା ଅନୁସାରେ ଯେ ତାହାଙ୍କର ମଲ୍ଟି ଅର୍ଗାନ୍ ଫେଲର ଯୋଗୁଁ ତାହାଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ କହନ୍ତି ଯେ ସେ ଜଗନ୍ନାଥ ଭଜନ ନ ଗାଇବାରୁ ସେ ମରିଗଲେ। ପୁଣି ଅନେକ କହନ୍ତି ଯେ ସେ ମଦ୍ୟପାନ କରୁଥିଲେ, ଯାହାଫଳରେ ତାହାଙ୍କର ସବୁ ଅଙ୍ଗଗୁଡ଼ିକ ଏକାଥରକୁ ନଷ୍ଟ ହୋଇଯାଇଥିଲା, ଯାହାଫଳରେ ତାହାଙ୍କର ମୃତ୍ୟୁ ହୋଇଥିଲା। ପୁଣି ଅନେକ କହନ୍ତି ପାରିବାରିକ ସମସ୍ୟା ଓ ସୋସିଆଲ ମିଡ଼ିଆର ଟ୍ରୋଲ୍ ଯୋଗୁଁ ସେ ଡିପ୍ରେସନରେ ଥାଇ ନିଜ ଶରୀରକୁ ଯତ୍ନ ନେଲେ ନାହିଁ, ଯାହାଫଳରେ ତାହାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମୋର ପ୍ରିୟର ପ୍ରଭୁଙ୍କ ଲୋକମାନେ, ଯଦି ଆମ୍ଭେମାନେ ବାଇବେଲ ଦୃଷ୍ଟିକୋଣରୁ ଦେଖିବା ତାହେଲେ ହ୍ୟୁମାନ ସାଗରଙ୍କର ମୃତ୍ୟୁର କାରଣ କ'ଣ ହୋଇପାରେ। କାରଣ ସେ ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ଥିଲେ, ଆଉ ବାଇବେଲ ପ୍ରକାଶ କରେ ଯେ ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି କିପରି ଜୀବନରେ ଆଚରଣ କରିବା ଆବଶ୍ୟକତା। ଯଦି ଆମ୍ଭେମାନେ ତାହାଙ୍କର ଜୀବନକୁ ଦେଖିବା ତାହେଲେ ସେ କେବେ ହେଁ ସମାଜରେ ପ୍ରଭୁଙ୍କୁ ସ୍ୱୀକାର କରିନାହାନ୍ତି କିମ୍ବା ଲୋକମାନଙ୍କ ସମ୍ମୁଖରେ ପ୍ରଭୁଙ୍କୁ ପ୍ରକାଶ କରିନାହାନ୍ତି। କାରଣ ବାକ୍ୟରେ ଲେଖାଯାଏ ମାଥ୍ୟୁ 10 ପର୍ବର 32 ପଦ ଏବଂ 33 ପଦରେ, ଆଉ ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋର ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାଙ୍କୁ ସ୍ୱୀକାର କରିବି। ମାତ୍ର ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋର ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ଅସ୍ୱୀକାର କରିବି। ମୋର ପ୍ରିୟର ପ୍ରଭୁଙ୍କ ଲୋକମାନେ, ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ଯଦି ସମାଜରେ କିମ୍ବା ଲୋକମାନଙ୍କ ସାକ୍ଷାତରେ ପ୍ରଭୁଙ୍କୁ ସ୍ୱୀକାର କରିବ, ପ୍ରଭୁଙ୍କୁ ପ୍ରକାଶ କରିବ, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ପିତା ଓ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବା ସହିତ ତାହାର ନାମ ଜୀବନ ପୁସ୍ତକରେ ଲିଖିତ କରିବେ। କିନ୍ତୁ ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ଯଦି ସମାଜରେ କିମ୍ବା ଲୋକମାନଙ୍କ ସାକ୍ଷାତରେ ପ୍ରଭୁଙ୍କୁ ଅସ୍ୱୀକାର କରିବ, ପ୍ରଭୁଙ୍କୁ ପ୍ରକାଶ କରିବ ନାହିଁ, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ପିତା ଓ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବେ ନାହିଁ କିମ୍ବା ତାହାର ନାମ ଜୀବନ ପୁସ୍ତକରେ ଲିଖିତ କରିବେ ନାହିଁ। କାରଣ ପ୍ରଭୁ କହନ୍ତି ଯେକୌଣସି ବ୍ୟକ୍ତି ପ୍ରଭୁଙ୍କର ନିକଟବର୍ତ୍ତୀ ହୁଅନ୍ତି, ପ୍ରଭୁ ମଧ୍ୟ ତାହାଙ୍କର ନିକଟବର୍ତ୍ତୀ ହେବେ। ଆଉ ଯେକୌଣସି ବ୍ୟକ୍ତି ପ୍ରଭୁଙ୍କର ଦୂରବର୍ତ୍ତୀ ହୁଏ ତାହେଲେ ତାହା ଜୀବନରେ ସଙ୍କଟ ଆସିବ। କାରଣ ବାକ୍ୟରେ ଲେଖାଯାଏ, ମୋ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ, କାରଣ ସଙ୍କଟ ସନ୍ନିକଟ ସାହାଯ୍ୟକାରୀ କେହି ନାହିଁ। ହ୍ୟୁମାନ ସାଗରଙ୍କର ଜୀବନରେ ମଧ୍ୟ ଏପରି ଘଟିଥିଲା। ସେ ଯେତେ ଷ୍ଟାର୍ଡମ୍ ପାଇଲା ବା ଯେତେ ନାମ କମେଇଲା, ସେତେ ପ୍ରଭୁଙ୍କ ଠାରୁ ଦୂରକୁ ଯିବାକୁ ଲାଗିଲା, ଯାହାଫଳରେ ତାହା ନିକଟରେ କୌଣସି ବ୍ୟକ୍ତି ମଧ୍ୟ ସାହାଯ୍ୟ କରିବା ପାଇଁ ନଥିଲେ। ଏପରିକି ଯେତେବେଳେ ସେ ମେଡ଼ିକାଲରେ ପଡ଼ିଥିଲେ, ତାହାଙ୍କ ପାଖରେ କୌଣସି ବ୍ୟକ୍ତି ମଧ୍ୟ ନଥିଲେ। ମୋର ପ୍ରିୟର ପ୍ରଭୁଙ୍କ ଲୋକମାନେ, ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ଈଶ୍ୱରଙ୍କ ବ୍ୟତୀତ ଆଉ କୌଣସି ଦେବତାକୁ ପୂଜା କରିବ ନାହିଁ କିମ୍ବା ପ୍ରଣାମ କରିବ ନାହିଁ। ଏପରିକି ସେ ତାହାର ନାମ ମଧ୍ୟ ଆପଣା ମୁଖରେ ନେବ ନାହିଁ। ଯଦି ସେ ଏହା କରେ ତାହେଲେ ସେ ପାପ କରେ, ଆଉ ପାପର ବେତନ ହେଉଛି ମୃତ୍ୟୁ। ଯେକୌଣସି ବ୍ୟକ୍ତି ପାପ କରେ ସେ ନିତାନ୍ତ ମରିବ, ଏହା ସୁନିଶ୍ଚିତ ମୋର ପ୍ରିୟର ପ୍ରଭୁଙ୍କ ଲୋକମାନେ। ତେଣୁ ମୋର ପ୍ରିୟର ପ୍ରଭୁଙ୍କ ଲୋକମାନେ, ଯଦି ହ୍ୟୁମାନ ସାଗରଙ୍କର ଜୀବନକୁ ଦେଖିବେ ତାହେଲେ ସେ ସଦାବେଳେ ପ୍ରତିମା ପୂଜା କରୁଥିଲେ, ପ୍ରତିମାକୁ ପ୍ରଣାମ କରୁଥିଲେ ଓ ତାହାର ନାମ ଆପଣା ମୁଖରେ ନେଉଥିଲେ। ଆପଣ ଦେଖିଥିବେ ଗୋଟିଏ ଭିଡ଼ିଓରେ ସେ ଜଗନ୍ନାଥ ଠାକୁରଙ୍କୁ ନିଜର ଭଗବାନ ହିସାବରେ ମାନୁଛନ୍ତି ଓ ଯେତେବେଳେ ତା ପରିବାରରେ ସମସ୍ୟା ଆସିଥିଲା, ସେତେବେଳେ ମିଡ଼ିଆକୁ ନେଇ ତା ଘରେ ଗୋଟିଏ ମୂର୍ତ୍ତି ରଖିଥିଲେ, ଜଗନ୍ନାଥ ମୂର୍ତ୍ତି, ଆଉ ତାହା ମଧ୍ୟ ଦେଖାଉଛନ୍ତି। ପୁଣି ରିସେଣ୍ଟଲି ତାହାଙ୍କର ମୃତ୍ୟୁ ପୂର୍ବରୁ ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି ଯେ ସେ ଗୋଟିଏ ଷ୍ଟେଜ୍ ପ୍ରୋଗ୍ରାମ ପାଇଁ ଯାଇଛନ୍ତି। ସେଠାକାର ଲୋକମାନେ ତାହାଙ୍କୁ ସ୍ୱାଗତମ କଲା ପରେ ସେ ଗୋଟିଏ ଗଣେଶଙ୍କ ବଡ଼ ମୂର୍ତ୍ତିକୁ ପ୍ରଣାମ କରୁଛନ୍ତି। ମୋର ପ୍ରିୟର ପ୍ରଭୁଙ୍କ ଲୋକମାନେ, ବାଇବେଲ ପ୍ରକାଶ କରେ ଯେ
जड़े ख्रीष्टियान व्यक्ति ईश्वरंक व्यतीत कौन सी खोदित प्रतिमा प्रणाम करिबो नाही कि पूजा करिबो नाही, एपरिकी अन्य देवतार नाम मध्य मुखरे नेब नाही। जदि से यह करे ताहले से पाप करे ओ पापर वेतन हेउछि मृत्यु। मु आपण मानकु एठारे पद पर्व कहकु चाहे जे द्वितीय विवरणी तार 5 पर्वर तार 7 पदटारू 9 पद पर्यंत लिखा जाए, आंब साक्षातरे तुम्बर आ कौन से देवता हेबो नाही, तुम्बे आपणा निमंते कौन से खोदित प्रतिमा निर्माण करिबो नाही, उपरिस्थ स्वर्गरे कि निचस्थ पृथ्वी रे कि पृथ्वीर निचस्थ जलरे थिबा कौन सी वस्तुर प्रतिमूर्ति निर्माण करिबो नाही, तुम्बे सेमानंकु प्रणाम करिबो नाही कि सेमानंकर सेवा करिबो नाही, जेहेतु आंबे सदाप्रभु तुम्ब परमेश्वर स्वगौरव रक्षण उद्योगी परमेश्वर अटु। जो माने आंबकु घृणा करती आंबे सेमानंकर तृतीय और चतुर्थ पुरुष पर्यंत संतान मानक उपरे पैतृक अपराधर प्रतिफल दाता। एठारे आपण माने स्पष्ट भाव जानती जे जड़े ख्रीष्टियान व्यक्ति जदि प्रतिमा को प्रणाम करे सेवा करे ताहले ताहार वंश नष्ट हो जीवो। से केबे हे पृथ्वी रे बहु वंश कि प्रजावंत होई पृथ्वी रे परिपूर्ण होबो नाही, तार वंश शेष हो जीवो। जहा ह्यूमन सागरंकर जीवन रे घटिछि। तांको बापा मरीगले, तार सान भाई मध्य मरीगले, पुणी शेषर से जड़े पुरुष थिले ता घर पाई से मध्य चलीगले। आमे जानु जे पुरुष बिना वंश विस्तार हेबा असंभव, ताहांको वंश शेष हो जाइछि। पुणी यात्रा 23 पर्वर 13 पदर लिखा जाए, आंभे तुम मानकु जहाँ जहाँ कहिअछु से समस्त विषय सावधान हुओ, अन्य देवता गणर नाम स्मरण कराओ नाही, क्षोभा तुम मानक मुखरु ता शुणा न जाऊ। मोर प्रियर प्रभुंक लोक माने एतिरे स्पष्ट भाव में जानुथिबे जे जड़े ख्रीष्टियान व्यक्ति केबे हे परमेश्वरंक व्यतीत परमेश्वरंक नाम छड़ा आ कौन से देवगणर नाम स्मरण करबा मध्य ता पक्षरे पाप अटे। मोर प्रियर प्रभुंक लोक माने मु एठारे आपण मानकु कहि रखियाकु चाहे जे ह्यूमन सागर जड़े ख्रीष्टियान व्यक्ति थिले, आ से जानी थिले जे ता जीवन रे किपरि आचरण करिबा, सांसारिक अनुसार आचरण करिबा क्योबा आत्मिक वाक्य मानकु जहाँ कहूछि वाक्य अनुसार आचरण करिबा, यह से जानी थिले। किंतु से जानी जानी भूल बाटरे गले, आपण जीवन को भ्रष्ट कले, जहाँ फल से पापरे पड़ी अपना प्राण को हराइले। कारण वाक्य लिखा जाए, अतएव जे सत्कर्म करने को जानी ताहा करे नाही ताहार पाप हुए। आउ आपण माने तो जानिछंती पापर वेतन हेउछि मृत्यु। मोर प्रियर प्रभुंक लोक माने आपण मानकु शेष रे गोटे कथा कहि रखियाकु चाहे जे परमेश्वर मनुष्य को केवल ताहांकर प्रशंसा वर्णना करने पाई ही सृष्टि करिअछंती। कारण वाक्य लिखा जाए, आंबे आंबे ही सदाप्रभु अटु ओ आंब छड़ा आउ त्राणकर्ता नाही। ସେହି ଲୋକମାନଙ୍କୁ आंबे अपना प्रशंसा वर्णना करने निमंते सृष्टि करिअछु। आजिर शिक्षारे आपण समस्त को प्रभु आशीर्वाद करंतु। आमेन।